ଗୋଟେ ଦିନ ଗୋଟେ ବାଘର ଗଧ ସହିତ ଝଗଡା ହୋଇଗଲା। ଗଧ କହୁଛି ଘାସର ରଙ୍ଗ ନୀଳ, ବାଘ କହୁଛି ନାଇଁ ଘାସର ରଙ୍ଗ ସବୁଜ। ଏମିତି ଝଗଡା ବଢିବା ପରେ କହିଲେ ଚାଲ ଆମେ ଜଙ୍ଗଲ ରାଜା ସିଂହ ପାଖକୁ ଯିବା, ସେ ଯାହା କହିବେ ଆମେ ସେଇ କଥାକୁ ମାନିବା। ଏମିତି କହି ସେମାନେ ସିଂହ ପାଖରେ ପହଞ୍ଚିଲେ। ଗଧ କହିଲା ମହାରାଜ ମୁଁ କହୁଛି ଘାସର ରଙ୍ଗ ନୀଳ, ଇଏ କହୁଛି ଘାସର ରଙ୍ଗ ସବୁଜ, ଆପଣ କୁହନ୍ତୁ ଘାସର ରଙ୍ଗ କଣ? ସିଂହ କହିଲା ତୁ ଠିକ କହୁଛୁ ଗଧ, ଘାସର ରଙ୍ଗ ହଉଛି ନୀଳ, ଏବେ ଯା ଘରକୁ ଯା। ଗଧ କହିଲା ଏଇ ବାଘକୁ କିଛି ଦଣ୍ଡ ଦିଅନ୍ତୁ ମହାରାଜ। ସେ କହିଲା ଠିକ ଅଛି ବାଘ, ତୁ 3 ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ଶିକାର କରିପାରିବୁ ନାହିଁ। ଗଧ ବହୁତ ଖୁସି ହୋଇ ସେଠୁ ଚାଲିଗଲା। ଏବେ ବାଘ ସିଂହ ରାଜାକୁ କହିଲା ମହାରାଜ ଆପଣ ମୋ ସହ ଏମିତି କାହିଁ କଲେ? ଆପଣ ଜାଣିଛନ୍ତି ମୁଁ ବି ଜାଣିଛି ଘାସ ସବୁଜ, ତାପରେ ବି ଗଧକୁ ଛାଡିଦେଲେ ଆଉ ମୋତେ ଦଣ୍ଡ ଦେଲେ। ସିଂହ କହିଲା ବାବୁରେ ଏଇ କଥା ପାଇଁ ମୁଁ ତୋତେ ଦଣ୍ଡ ଦେଇନି, ତୁ ଏଥିପାଇଁ ଦଣ୍ଡିତ ହେଲୁ କାରଣ ତୁ ଜାଣିଛୁ ସେଟା ଗୋଟେ ଗଧ, ମୂର୍ଖ ପ୍ରାଣୀ, ତାପରେ ବି ତା ସହିତ ଯୁକ୍ତି ଲାଗୁଛୁ। ଏଇଟା ହିଁ ତୋର ସବୁଠାରୁ ବଡ ଭୁଲ। ମୋରାଲ ଅଫ ଦ ଷ୍ଟୋରି, ନିଜ ସରାଉଣ୍ଡିଂରେ ଥିବା ଗଧଙ୍କ ସହିତ କେବେ ଯୁକ୍ତି ଲାଗନ୍ତୁ ନାହିଁ। ଇନଫର୍ମେଟିଭ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଜୟ ଶ୍ରୀକୃଷ୍ଣ।